ଗୋଟିଏ ଦିନ ଗୌତମ ବୁଦ୍ଧ ଗୋଟିଏ ଗାଁ ପାଖରେ ଏକ ନଦୀ ତଟରେ ବସିଥାନ୍ତି। ସେ ତଟରେ ବହୁତ ବଡ଼ ବଡ଼ ପଥର ଥାଏ। ସେ ଛୋଟଟି ନଦୀ ତାର ତରଳ ଧାରାର କାରଣରୁ ବହି ଯାଉଥାଏ। ବୁଦ୍ଧ ଭାବିବାକୁ ଲାଗିଲେ ଏ ଛୋଟଟି ନଦୀ ନିଜ ତରଳ ଗୁଣ ଯୋଗୁଁ କେତେ ଲୋକଙ୍କ ଶୋଷ ମେଣ୍ଟାଏ ଏବଂ ଏ ବଡ଼ ବଡ଼ ଓଜନିଆ ପଥର ଗୋଟିଏ ଜାଗାରେ ପଡ଼ି ରହେ ଏବଂ ଲୋକଙ୍କ ରାସ୍ତାରେ ବାଧାବିଘ୍ନ ସୃଷ୍ଟି କରେ। ଏ ଘଟଣାର ଶିଖ ଏହା ଅଟେ କି ଅନ୍ୟର ରାସ୍ତା ଅବରୋଧ କରିବା ଲୋକ କେବେ ଆଗକୁ ବଢ଼ିପାରେ ନାହିଁ, ସେହି ସ୍ଥାନରେ ହିଁ ରହିଯାଏ। କିନ୍ତୁ ଯିଏ ଅନ୍ୟକୁ ସଦ୍ଭାବନା, ସ୍ନେହ ଏବଂ ଆଗକୁ ବଢ଼ିବାକୁ ସହଯୋଗ କରେ, ସେ ନିଜେ ବି ଆଗକୁ ବଢ଼ିଯାଏ। ବୁଦ୍ଧ ନିଜ ଭାବନାରେ ମଗ୍ନ ଥିବାବେଳେ ସେ ଦେଖିଲେ ଯେ ଗୋଟିଏ ଗ୍ରାମର ସବୁ ଲୋକ ତାଙ୍କ ଆଡ଼କୁ ଆସୁଛନ୍ତି। ସେ ସବୁତକ ଲୋକ ନିଜ ନିଜ ଭିତରେ ହୋ ହାଲ୍ଲା କରୁଥିଲେ ଏବଂ ସେ ହୋ ହାଲ୍ଲା ଭିତରେ ଗୋଟିଏ ସ୍ତ୍ରୀ ଲୋକଟିଏ ଥିଲା। ସେ ସ୍ତ୍ରୀ ଲୋକକୁ ସଭିଏ ମିଶି ଗାଲି କରୁଥାନ୍ତି, ମାଡ଼ ମଧ୍ୟ ମାରୁଥାନ୍ତି। ସେ ସବୁ ଲୋକ ବୁଦ୍ଧଙ୍କ ନିକଟକୁ ଯେମିତି ଆସିଲେ, ବୁଦ୍ଧ ପଚାରିଲେ କି ସେ ସ୍ତ୍ରୀ ଲୋକକୁ କାହିଁକି ପିଟୁଛ ବା ଅଭଦ୍ର ଭାଷାରେ ଗାଲି ମଧ୍ୟ କରୁଛ? ସେ ମଧ୍ୟରୁ ଗୋଟିଏ ଲୋକ କହିଲା କି ଏ ସ୍ତ୍ରୀ ଗୋଟିଏ ବ୍ୟବଚାରୀ ଚରିତ୍ରହୀନ ସ୍ତ୍ରୀ ଅଟେ। ସେ ତାର ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷଙ୍କୁ ପ୍ରେମ କରୁଛି କିମ୍ବା ଶାରୀରିକ ସମ୍ପର୍କ ରଖୁଛି। ହେ ମହାତ୍ମା, ଆମ ସମାଜରେ ଗୋଟିଏ ନିୟମ ଅଛି କି ଯେଉଁ ସ୍ତ୍ରୀ ବ୍ୟବଚାରୀ ଥାଏ କିମ୍ବା ଅନ୍ୟ ପୁରୁଷ ସହିତ ଶାରୀରିକ ସମ୍ପର୍କ ରଖିବା ସମୟରେ ଧରା ପଡ଼ିଯାଏ ତ ତାକୁ ଆମେ ପଥରରେ ମାରି ଦେଉଥାଉ। ସେ ମହାତ୍ମା ବୁଦ୍ଧ ସେ ସ୍ତ୍ରୀକୁ ଦେଖି କହିଲା କି ଠିକ୍ ଅଛି, ତମେ ଯାହା ଠିକ୍ ଭାବୁଛ ସେ କାମ କର, ତାକୁ ପଥର ଫୋପାଡ଼ି ମାରିଦିଅ। କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଟେ କି ପଥର ମାରିବାର ଅଧିକାର ସେ ପାଇବ ଯେ ତା ଜୀବନରେ ବ୍ୟଭିଚାର କରିନଥିବ, ଯେ ପରସ୍ତ୍ରୀ ପୁରୁଷକୁ ଦେଖି ଖରାପ ଚିନ୍ତାଧାରା ରଖିନଥିବ ଏବଂ ଯେ ନିଜ ସ୍ତ୍ରୀ କିମ୍ବା ସ୍ୱାମୀକୁ ଧୋକା ଦେବା କଥା ଭାବି ନଥିବ। ଏହା କହି ମହାତ୍ମା ବୁଦ୍ଧ ଚୁପ୍ ହୋଇଗଲେ। ଚାରିଆଡ଼େ ଶାନ୍ତି ଛାଇଗଲା ଏବଂ କିଛି ସମୟ ପରେ ସବୁ ଲୋକ ନିଜ ଭୁଲକୁ ବୁଝିପାରି ପଶ୍ଚାତାପ କରିବାକୁ ଲାଗିଲେ ଏବଂ ସେ ସ୍ଥାନରୁ ଚାଲିଗଲେ। ଏ ଘଟଣାରୁ ଏହା ଶିଖିବାକୁ ପାଇଲା କି ଆମେ ନିଜେ ଆମ ନିଜ ପ୍ରତି ନ୍ୟାୟ କରିପାରିବା, ଅନ୍ୟ ବ୍ୟକ୍ତି ପ୍ରତି ନାହିଁ। କାହିଁକିନା ଆମେ ଅନ୍ୟର ବିଷୟରେ କମ୍ ଜାଣିଥାଉ। ଆମେ ନିଜେ ବହୁତ ଗୁଡ଼ାଏ ଭୁଲ କରିଥାଉ, କିନ୍ତୁ ସେ ଭୁଲକୁ ଲୁଚାଇ ଦେଇ ଅନ୍ୟ ବ୍ୟକ୍ତିର ଭୁଲକୁ ଦେଖି ଆମେ ନ୍ୟାୟ କରିବାକୁ ଯାଉଁ ଏବଂ ସେ ବ୍ୟକ୍ତିକୁ ଭୁଲ ପ୍ରମାଣିତ କରୁ। ମହାତ୍ମା ବୁଦ୍ଧ ଏହା ବି କହିଥିଲେ କି ସବୁଠୁ ପ୍ରଥମେ ବ୍ୟକ୍ତିକୁ ନିଜ ଭୁଲକୁ ସ୍ୱୀକାର କରିବା ଉଚିତ, ତାପରେ ଅନ୍ୟର ଭୁଲ ବିଷୟରେ ବିଚାର କରିବା ଉଚିତ।